মরে গলে দেখি নাই আবু তোতে মোর কিরিয়া লানে ঝরাবো লাল মন্দারা যে খতরা দিশু ছাজি মুকলা বালে যে খুচি ছমলি এ মতে প্রেম হেলা দিনু সুন্দরী রানীলো আহুরি সুন্দরী দিশুছু প্রেম হেই যায় রে প্রেম 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 হেই যায় রে। দর্শক বন্ধু বঢ়িয়া ଲାଗୁଛି ନାଇଁ? ତତେ ଥରେ ଭଲ ପାଉ ପାଉ ଏ ଦିନ ସରିଯାଉ ତତେ ଥରେ ଭଲ ପାଉ ପାଉ ଏ ଦିନ ସରିଯାଉ ତତେ ଗାଇ ଦେଲେ ତୁ ଗୀତ ହେଇଯାଉ କୁଆଡେ ଗଲୁ ପାଗଳି ତତେ ମୁଁ ପାରୁନି ଭୁଲି। ଆପଣଙ୍କର ପ୍ରେଜେଣ୍ଟେସନ ରେ ମୋହନୀ ଅଛି। କେତେ ଭଲ ପାଇଥିଲି ତତେ ସବୁ କଥା ଗଲୁ ପାସରି ମୁଁ କିଛି ଖୋଜିବିନି ମା ତୋ ବିନା ମୁଁ ରହିପାରିବିନି আরে তোর লাগি মুই মোর লাগি তুই আরে তোর লাগি মুই মোর লাগি তুই ধন বিধাতা গঢ়িছে সাରରେ মোর বাড়ির মলি। ଜୁହାର କୌଶଳ ପ୍ରହାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚର୍ଚ୍ଚା ଖୁଲ୍ଲମ ଖୋଲା ଖୋଲାମେଲା। ବନ୍ଧୁଗଣ ଆଜି ଆମର ମଚା ଜଣେ ଏନ୍ତା ପ୍ରତିଭାଙ୍କୁ ପାଇଛେ ଯାହାଙ୍କର ନିଶା ବି ସଙ୍ଗୀତ ପେଶା ବି ସଙ୍ଗୀତ। ଦୁଲକି ଯିବା ମଚା খুব কম বয়সরু সঙ্গীত যাত্রা আরম্ভ করিকি নিজকে বনাবার লাগি নিজকে গঢ়ি তোলবার লাগি সঙ্গীত রায়স্তে নিজর লাগি শুরুতে ঠান ঠাপ করবার লাগি লাগি পড়িছন জনে কলাকার সুন্দর কলার অধিকারী মা মায়ের মা পাটনেশ্বরীর দয়ার আশীর্বাদ সে আজ খুব না করি পারিছন খুব কম বয়সে। আজি আমার মচান রে হেন্তা জনে কলাকার যে সঙ্গীতকে নিজর কলজা হড়াথি ডরিয়া করি বাঁধিছন হেন্তা জনে কলাকার কু ভেটমা খুব উৎসত লাগবা। চর্চা খুল্লম খোলা খোলা মেলা। বন্ধুগণ আজি যে আমার সঙ্গে বসিছন সে বলাঙ্গীর জিল্লা পাটনাগড় পাখর সোনামুদি গাঁর জনে কলাকার তাଙ୍କ ନାଁ ହଉଛି ସହଦେବ ପୁଟେଲ। খুব কম বয়সে খুব না করিছন তাଙ୍କର দুই চার পদ গীত শুনমা তাଙ୍କର জীবন যাত্রা উপরে ବି জানমা সঙ্গীত কে কেতে ভাল পাইছন সেটা ବି ତାଙ୍କ ଟୁନ শুনি ନେଇଯିମା। আসুন ତାଙ୍କୁ ସିଧା ସଳଖ ଭେଟମା। ସହଦେବ ଆଜ୍ଞା ଆପଣଙ୍କୁ শুভেচ্ছা আমার মচান কে জুহার। সহদেব আজ্ঞା ଆପଣ କେବେ সঙ্গীত জগତରେ পহলা পাহা পকাইଥିଲେ? ମୁଇଁ କ୍ଲାସ 5 ପଢୁଥିଲା ବେଲକେ ସଙ୍ଗୀତ ଜଗତରେ ମୁଇଁ ଆକ୍ଚୁଆଲି ପାହା ପକେଇଥିଲି। আচ্ছা আপন ହ୍ୟୁମାନ ସାଗରଙ୍କର ଗୀତ ବହୁତ ଗାଇଛନ୍ ଆଉ ହ୍ୟୁମାନ ସାଗରଙ୍କର ସେ ମା ଗୀତ খুব ଚହଳ କରିଥିଲା ସେଟା ଆମେ ଟିକେ ଦର୍ଶକ ମାନଙ୍କୁ ଶୁଣୁ ତାପରେ ଆଗକେ ଯିବା। ହଁ ସାର୍। ଗପ କହି କହି ଲକ୍ଷେ ଜନକୁ ଆଣି ମୋ ହାତେ ଧରି ଦଉ କାହାର ନଜର ଲାଗିବା ଆଗରୁ ତୁ ମତେ ଘୋଡେଇ ଦଉ କଳା କାହ୍ନୁ ମୁଁ ତୋର ତୁ ଯଶୋଦା ପରି ମା ମୋର ତୋ ଗର୍ଭରୁ କାଢି ମତେ ଆଣି ଦେଖେଇଲୁ ରେ ସଂସାର
ତୋ ହାତ ମୋ ମଥାରେ ରହିଥିଲେ ପାଦ ଧୂଳି ତୋର ନଉଥିଲେ ମୁଁ କିଛି ଖୋଜିବିନି ମା ତୋ ବିନା ମୁଁ ରହିପାରିବିନି ମା ତୋ ବିନା ମୁଁ ରହିପାରିବିନି ମା ତୋ ବିନା ମୁଁ ରହିପାରିବିନି। କେତେ ସୁନ୍ଦର। ସେଲୁଟ ହ୍ୟୁମାନ ସାଗର। ଏତେ ଚମତ୍କାର ତାଙ୍କର ଗୀତଟେ। ଆଉ ତାଙ୍କୁ ସୁରତା କରିକିରି ମନେ ପକେଇକିରି ସମ୍ମାନ ଦେଇକିରି ଶ୍ରଦ୍ଧାଞ୍ଜଳି ଦେଇକିରି ସହଦେବ ପଟେଲ ନିଜେ ତାଙ୍କର ଗୀତଟେ ପ୍ରେଜେଣ୍ଟ କଲେ ପହଲା। ଆଚ୍ଛା ସହଦେବ ଆଜ୍ଞା, ହଁ ଆଜ୍ଞା ଆପଣ ଛୁଆଦିନୁ ତାହେଲେ ସଙ୍ଗୀତ ଯାତ୍ରାରେ ଅଛନ୍। ହଁ ସାର୍ ଏବେ ଆପଣ ପାଠଶାଠ ପଢିଲା ପରେ କରୁଛନ୍ କାଣା? ଏବେ ସାର୍ ମୁଁ ଆକ୍ଚୁଆଲି ବଲାଙ୍ଗୀରରେ ଶିଖୁଥିଲି ଆମର ପଞ୍ଚମରେ ମୁରଲି ସାର୍ ତୋର ପାଖରେ ତାପରେ ସୁରାଂଶୁ ଗୁରୁଜୀ ତାଙ୍କ ପାଖରେ ଶିଖିଲି ତାପରେ ମୁଁ ଏବେ ସମ୍ବଲପୁରରେ ଅଛେ ଏବେ ସମ୍ବଲପୁରରେ କ୍ଲାସ୍ ଚାଲିছে ଆଚ୍ଛା ସଙ୍ଗୀତ ଉପରେ ହିଁ କାମ ହଁ କରୁଛ। ସଙ୍ଗୀତ ଉପରେ ଆଚ୍ଛା ସହଦେବ ଆଜ୍ଞା, ଆପଣ ଫୋକ୍ ଉପରେ ହଁ ସାର୍ আমার মাটির ফোক বলে সারা রাজ্যে নেই সারা দেশরে না করেছে। ହଁ ସାର୍ আমার ভাষার ফোক মিউজিক আমার মাটির ফোক মিউজিক যদি বাজিগলা কেভে নেই নাচলা লোকর বি ওটা হলি যাইছি কুহা যাইছি। ପୁରା ସାର୍ ଗୋଟେ ଫୋକଟେ ଆମେ ଦର୍ଶକ ମାନଙ୍କୁ ଦେଲେ କେନ୍ତା ଲାଗତା? ଭଲ ଲାଗେ ସାର୍ ଆରେ ବଛର କେ ଥରେ ଆଇଲା ରେ ସାଙ୍ଗ ନୂଆଖାଇ ତିହାର ଆରେ ବଛର କେ ଥରେ ଆଇଲା ରେ ସାଙ୍ଗ ନୂଆଖାଇ ତିହାର আরে তোর লাগি মুই মোর লাগি তুই আরে তোর লাগি মুই মোর লাগি তুই ধন বিধাতা গঢ়িছে সাররে মোর বাড়ির মলি তোর কথা ভালি রে তোর কথা ভালি তোর কথা ভালি ভালি মলি রে মোর বাড়ির মলি তুই চালুছিলে রে তুই চালুছিলে তুই চালুଥିଲେ মকে খুলি রে মোর বাড়ির মলি ବହୁତ ବଢିଆ। ଦର୍ଶକ ବନ୍ଧୁ ଦେଖିଲେ ମହାପୁରୁ ବଢିଆ ସ୍ୱରଟେ ଦେଇଛେ ସହଦେବ ଆଜ୍ଞାଙ୍କୁ। ସୁନ୍ଦର ପ୍ରେଜେଣ୍ଟେସନ। ଗୋଟେ ଏନ୍ତା ଲାଗୁଛେ ଯେନ୍ ଫୋର୍ସ ଅଛେ ତାଙ୍କ ଟୋନରେ ସେଟା ଦର୍ଶକ ମାନଙ୍କୁ ସାଟିବାର ଲାଗି ଯଥେଷ୍ଟ ଆୟମେତାନ ମନେ ହଉଛି। ତାଙ୍କର ସାଧନା ତାଙ୍କର ପରିଚୟକେ ଆଗକୁ ଆଉ ବି ବଳିଷ୍ଠ କରବା ଆଗକେ ଇ ବିଶ୍ୱାସ ଆମେ ନିହାତି ରଖବା। ଆଚ୍ଛା ସହଦେବ ଆଜ୍ଞା, ଆପଣଙ୍କର ଗୁରୁ କିଏ? ସାର୍ ଆକ୍ଚୁଆଲି ମୋର ଗୁରୁ ହଉଛନ୍ ମୁରଲି ସାର୍ ଆଉ ସୁରାଂଶୁ ଗୁରୁଜୀ ତାପରେ ରିସେଣ୍ଟ ମୁଇଁ ଫୋକ୍ ଆକ୍ଚୁଆଲି ଫୋକ୍ ସଙ୍ଗ ତ ନେଇ ଜାଣିଥି ରିସେଣ୍ଟ ମତେ ନବଘନ ଦାସ ଦା ମତେ ଆକ୍ଚୁଆଲି ତାଙ୍କ ଟିମ ରେ ସାମିଲ କଲେ ଆଉ ଫୋକ୍ ରଟା ସବୁ ଟେକ୍ନିକ ମାନେ ଟିକେ ଟିକେ ଆଉଛେ ଏବେ ଜଷ୍ଟ ତାଙ୍କ ପାର୍ଟିରୁ ଗଉଛେ ଆମେ ଇହାଦେ ତାହେଲେ ଆଗରୁ କେନ୍ ଗୀତ ଉପରେ କାମ କରୁଥିଲେ, କେନ୍ ସଙ୍ଗୀତ ଉପରେ କାମ କରୁଥିଲେ? ଆଉ ଆଗରୁ ମୁଁ କ୍ଲାସିକାଲ ଶିଖୁଥିଲି ଆଚ୍ଛା ଆଉ କ୍ଲାସିକାଲ ଉପରେ ତ ଆପଣ ସୁଧାଂଶୁ ଗୁରୁଜୀ ତ ନମସ୍ୟ ସବୁବେଳେ ହଁ ସାର୍ ଆଉ ତାଙ୍କର ବହୁତ ଗୁଡାଏ ଶିଷ୍ୟ ହଁ ଏବେ ସଙ୍ଗୀତ ମାହୋଲରେ ଦବଦବା ସୃଷ୍ଟି କରିଛ। ହଁ ସାର୍ ଆଚ୍ଛା ଆପଣଙ୍କୁ ପସନ୍ଦ ଲାଗୁଥିବାର ଗୋଟେ ଗୀତ ଯେନ୍ ଗୀତ ସବୁବେଳେ ଆପଣଙ୍କୁ ଛୁଇଁଛି? ଏଜ ଆକ୍ଚୁଆଲି ମୋର ଆଇଡଲ ହଉଛନ୍ତି ନିମିନ ସାର୍ ତାଙ୍କର ଏହି ଗୀତ ଗାମି କେତେ ଭଲ ପାଇଥିଲି ତତେ ସବୁ କଥା ଗଲୁ ପାସରି ଦୁନିଆକୁ ଭୁଲି ଯାଇଥିଲି ତୋ ପ୍ରେମକୁ ଭରସା କରି ହୃଦୟରେ ରଖିଥିଲି ତତେ ଧନ ଭାବି ନେଇଥିଲି ତତେ ମୋ ଜୀବନ ଏତେ ଦୁଃଖ ଦେଇଯିବୁ ଜାଣି ନଥିଲି କୁଆଡେ ଗଲୁ ପାଗଳି
ତତେ ମୁଁ ପାରୁନି ଭୁଲି ତୁ ଥିଲୁ ନିଶ୍ୱାସ ମୋର କେମିତି ଗଲୁ ବଦଳି। ହ୍ୟୁମାନ ସାଗରଙ୍କୁ ନିଜର ଆଦର୍ଶ ମଣୁଥିବା ଜଣେ କଳାକାର ହଉଛନ୍ ସହଦେବ ପଟେଲ। ତାଙ୍କର ଗୀତ ତାଙ୍କୁ ଖୁବ ଭଲ ଲାଗ୍ସି, ମନେ ଲାଗ୍ସି। ହେଥିଲାଗି ହ୍ୟୁମାନକୁ ମନେ ପକେଇକିରି ତାଙ୍କର ଗୀତ ମାନେ ଆପଣମାନଙ୍କୁ ଶୁଣଉଛନ୍। ଆମେ ବି ଗୋଟେ ସୁଯୋଗ ପାଉଛୁ ହ୍ୟୁମାନକୁ ଫେର ମନେ ପକାବାର ଲାଗି। ବଢିଟେ କଥା ହେ। ଆଚ୍ଛା ସହଦେବ ଆଜ୍ଞା, ଆପଣଙ୍କର ଆଗକେ କାଣା ଲକ୍ଷ୍ୟ ରହିছে? ସାର୍ ଆକ୍ଚୁଆଲି ମୋର ଆଗ୍କେ ଆକ୍ଚୁଆଲି ଷ୍ଟେଜ ପ୍ରୋଗ୍ରାମ କରବାର ଅଛି ବହୁତଟେ, ଆଉ ଓଡ଼ିଆ ଇଣ୍ଡଷ୍ଟ୍ରି ଆକ୍ଚୁଆଲି ଫିଲ୍ମରେ ଗାଇବାର ଲାଗି ଟ୍ରାଏ ବି କରୁଛେ, ଚାଲିଛି। ଆଚ୍ଛା ସହଦେବ ଆଜ୍ଞା, ହୁଁ। ଆପଣଙ୍କୁ କେନ୍ ଗୀତ ସ୍ୱତନ୍ତ୍ର ପରିଚୟ ଦେଇଥିଲା? କେନ୍ ଗୀତରୁ ଆପଣ ଜାଣିଲେ ଯେ ମୋର ଭିତରେ ଏତେ ବଡ ପ୍ରତିଭାଟେ ଅଛେ ଆଉ ଲୋକ ମତେ ପସନ୍ଦ କରୁଛନ୍, ଶୁଣବାର ଲାଗି ଚାହୁଁଛନ୍? କେନ୍ ଗୀତ ସେଟା? ମୋର ଷ୍ଟାର୍ଟିଂ ହେଇଥିଲା ବଲାଙ୍ଗୀର ମୁଁ ଆସିଥିଲି, ଗୁରୁଜନ ଶିଖୁଥିଲି ପଞ୍ଚମରେ। ସେଟା ଏଇ ହ୍ୟୁମାନ ସାଗରଙ୍କ ଓଡ଼ିଆ ଗୀତ ଥିଲା, ଯେନ୍ ଗପ ହେଲେ ସତ ବାହାରିଥିଲା ତୋତେ ଗାଇଦେଲେ। ସେ ଗୀତରୁ ମତେ ଆକ୍ଚୁଆଲି ଲୋକ ଜାଣିଲେ ଆଉ ଭଲ ଲାଗୁଛି କହିଲେ, ସେଟା ସେଥିରେ ପ୍ରୋଗ୍ରାମ ମାନେ ପାଇଥିଲି ବୋଲି ସେଟା ଗାଇଥିଲି ଯୋଉ ସେ ଗୀତ ମାନେ। ସହଦେବ ଆଜ୍ଞା, ଆମେ ଟିକେ ସେ ଗୀତ ଆଉ ଟିକେ ଆର୍ଘେ ନେଇ ଶୁଣାତା ଆମର ଦର୍ଶକ ମାନଙ୍କୁ। ତତେ ଗାଇ ଦେଲେ ତୁ ଗୀତ ହେଇଯାଉ, ତତେ କହିଦେଲେ ତୁ ଗପ ହେଇଯାଉ, ତତେ ଗାଇଦେଲେ ତୁ ଗୀତ ହେଇଯାଉ, ତତେ କହିଦେଲେ ତୁ ଗପ ହେଇଯାଉ, ତତେ ଥରେ ଭଲ ପାଉ ପାଉ ଏ ଦିନ ସରିଯାଉ, ତତେ ଥରେ ଭଲ ପାଉ ପାଉ ଏ ଦିନ ସରିଯାଉ, ତତେ ଗାଇଦେଲେ ତୁ ଗୀତ ହେଇଯାଉ, ତତେ କହିଦେଲେ ତୁ ଗପ ହେଇଯାଉ। ବହୁତ ବଢିଆ। ଦର୍ଶକ ବନ୍ଧୁ, ବଢିଆ ଲାଗୁଛି ନାଇଁ? ସହଦେବ ଆଜ୍ଞାଙ୍କର ଭିତରେ ଗୋଟେ ଲହର, ଗୋଟେ ସ୍ୱତନ୍ତ୍ର ଲହର ଅନୁଭବ କରି ହଉଛି। ଯଦି ତାଙ୍କର ସାଧନା ବଳିଷ୍ଠ ରହିବା ଆଗକେ, ତାହେଲେ ନିଶ୍ଚିତ ଭାବରେ ସଙ୍ଗୀତ ଜଗତରେ ଦବଦବା ସୃଷ୍ଟି କରିପାରିବେ ସହଦେବ ଆଜ୍ଞା ବୋଲି ଆମେ ଛାତିରେ ହାତ ଦେଇକି କହିପାରବା। ସହଦେବ ଆଜ୍ଞା, ହାଇ ଆପଣଙ୍କର ଜୀବନର ଆଦର୍ଶ କାହାକେ ମାନସ? एक्चुअली आदर्श मतलब घरे माँ बापा को मानसी, एक्चुअली तापरे गुरुजी अछन तांको बहुत मानसी। ହ୍ୟୁମାନ ସାଗରଙ୍କୁ କେବେ ଭେଟିଥିଲେ? मुई सार को एक्चुअली मुई जले पंचम एटा जॉइनिंग कली, तापरे केते दिन परे तांको भेटी दिली सेटा। आ तांको मो एक्चुअली तांकर ही गीत गाइतली जेन आसीतला प्रेम हो जाए स्टार्टिंग रो, से गीत ही सुनिथिनि आपण हेमेन सार को। କଥାବାର୍ତ୍ତା ହେଇଥିଲେ ହ୍ୟୁମାନ ସାଗର? ହଁ ସେଟା ଫାର୍ଷ୍ଟ ଟାଇମ୍ ମୁଇଁ କଥାବାର୍ତ୍ତା ହେଇଥିଲି, ତାପରେ ମୋବାଇଲରେ ବି କନେକ୍ଟ ହେଇଥିଲି, କଥାବାର୍ତ୍ତା ହୁଏ। ହ୍ୟୁମାନ ସାଗର ତ ବହୁତ ଗୁଡାଏ ଗୀତ ଗାଇଛନ୍, ହଁ ସାର୍। ମାନେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଗୁଡାଏ ଗୀତ, ଯେନ୍ ଯେନ୍ ଗୀତ ଗୁଡାକ ହିଟ୍ କରିଛେ ସେ ସବୁ ଗୀତ ଗାଇଛ। ସାର୍। ତାଙ୍କର ଏନ୍ତା କେନ୍ ଗୀତ ଆପଣଙ୍କୁ ବହୁତ ଭଲ ଲାଗିଛି? ସାର୍ ଆକ୍ଚୁଆଲି ତାଙ୍କର ଫାର୍ଷ୍ଟ ଗୀତ ହେଇଥିଲା ସମଥିଙ୍ଗ ସମଥିଙ୍ଗ ଟୁ ହେଇଥିଲା, ଆଚ୍ଛା, ପ୍ରେମ ହେଇଯାଏ ସେଟା ଫାର୍ଷ୍ଟ, ସେଟା ମତେ ଆକ୍ଚୁଆଲି ବହୁତ ଆଚ୍ଛା, ଆମେ ଟିକେ ପ୍ରେଜେଣ୍ଟ करता के? ହଁ ସାର୍। ପ୍ରେମ ହେଇଯାଏ ରେ, ପ୍ରେମ ହେଇଯାଏ ରେ, ପ୍ରେମ ହେଇଯାଏ ରେ, ପ୍ରେମ ହେଇଯାଏ ରେ, ବେବେଳେ ମନ ତଳେ କେହି ଜଣେ ଆସି ରହିଯାଏ ରେ, ପ୍ରେମ ହେଇଯାଏ ରେ, ଛଅଟି ଋତୁ ପରେ
ସପ୍ତମ ଋତୁ ଆସେ କାହାର ବାଟକୁ ସଜାଏ ପଲକରେ କୋଉଠି କିଏ ଝୁଣ୍ଟିଲା ବେଳେ ଆଉ ଜଣେ ହାତ ଧରିନିଏ ରେ ପ୍ରେମ ହେଇଯାଏ ରେ ପ୍ରେମ 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 ହେଇଯାଏ ରେ ହଁ ପ୍ରେମ ହେଇଯାଏ ରେ। ବହୁତ ସୁନ୍ଦର ସହଦେବ ଆଜ୍ଞା ଆପଣଙ୍କର ପରେ ବି ଆଉ କିଛି ପିଲାମାନେ ସଙ୍ଗୀତ ଦୁନିଆରେ କାମ କରବାର ଲାଗି ଇଚ୍ଛା ରଖିଛନ୍ ହଁ ସାର୍। ସେମାନଙ୍କର ଲାଗି ଆପଣଙ୍କର ବାର୍ତ୍ତା କାଣା ରହିବ? एक्चुअली स्ट्रगल ही एक्चुअली रियाज फियाज कले ही आपके बहुत किछि निज के इम्प्रूव करिहेबा आ लोक जदि पसंद करले तांकर वॉइस के बेले ऑटोमेटिक ही ସେମାନେ ହିଁ ଚାଲେ। ଆପଣଙ୍କର ପ୍ରେଜେଣ୍ଟେସନ ରେ ମୋହनी ଅଛି ଏଟା ତ ବିଶ୍ୱାସ କରବେ ଯେ ହେଲେ ଦେଖିଲେ ବି ସାର୍। ଆମେ ଆମର ଭାଷାର ଆର ଗୋଟେ ଗୀତ ଦେଲେ କେନ୍ତା ଲାଗତା? দুই মা রাজকুমারী রেশমি রঙর সোনা পারি বনালু মতে তোর দেवाना पल पल ताते चाहुथिबी भल पाउछे पाउथिबी हाय रे सजना ओ जान तारा फूल जे जीवारे एते प्यारी लागुचो ए मते प्रेम हेला दिनु ए मते प्रेम हेला दिनु सुंदरी रानीलो आहुरी सुंदरी दिसुछु ओ मते प्रेम हेला दिनु सुंदरी रानी रे आहुरी सुंदरी दिसुछु। ବନ୍ଧୁଗଣ ଏରେ ଗୋଟେ କଥା ମୁଇଁ କହିମି ଆପଣମାନଙ୍କୁ ଆମର ଭାଷାରେ କେବଳ ଟ୍ରେଡିସନ କେ ନେଇକରି ଯେତିକି ଆମେ ଗୀତ ଶୁଣୁଛୁ ତାର ନୁ ଟିକେ ଉପରେ ଦେଖୁନ ଆମର ଭାଷାରେ ବି ଗୀତରେ ଆମେ ପରୀକ୍ଷା ନିରୀକ୍ଷା ଆଣବାର ନିହାତି ଆବଶ୍ୟକ ଯେନ୍ ପରୀକ୍ଷା ନିରୀକ୍ଷା ସହଦେବ ଆଜ୍ଞାଙ୍କର ଗୀତରେ ଦେଖିବାର ଲାଗି ମିଳୁଛି ଆଉ ଏଇଟା ନିହାତି ଆବଶ୍ୟକ ଆଜିର ସମୟ ସାଙ୍ଗେ ତାଳ ଦେବାର ଲାଗି ଆଜିର ସମୟ ସାଙ୍ଗେ ହାତ ମିଲାବାର ଲାଗି ଆମକୁ ଏଇଟା ଦରକାର ଯେ ନୂଆ ଟ୍ରେକ୍ କେବଳ ସେ ଯେନ୍ ପୁରୁଣା ସ୍ୱରକେ ନେଇକରି ଅତୀତ ସବୁବେଳେ ଶୁନା ମୁଁ ମନା ନାଇଁ କରବା ତାହା ବୋଲି ଯେ ଆମେ ବର୍ତ୍ତମାନକେ ନାଇଁ ଧରୁ ଏଟା ଠିକ ନାଇଁ ସେ କିନ୍ତୁ ସହଦେବ ଆଜ୍ଞାଙ୍କର ସଙ୍ଗୀତରେ ଗୋଟେ ନୂଆ ଧୁନର ଛୁଙ୍କ वाह रियली बहुत सुंदर लगुचे। अच्छा सहदेव आज्ञा हाँ सर आमे आमर दर्शक मन को आओ गुटे गीत दो मोर प्रेम रे सीमा डेगिलो सुना तुई तो चली गलु ओरे साथी गम थी उदासी मोर दिल थी भरी देलु धीरे धीरे प्रेम कलु मते मोठानु चोरालु हे गनी रे रुसोनी रे तोरे देवाना रंग फगुन फीका लागे जानू किया निया जाले पागल ही जी मेरे फूले तोर बिना रे प्रिया भांगी वादा मारे गले देखी नहीं आबू तोते मोर किरिया लाने झराबू। कौशल पर मंचरे आपण एंता केन गीतटे देवाले चाहेबे दर्शक मान को जेनटा के नै कि सब बेले आपण सुर रखबे
ହେନ୍ତା କୌଣସି ଗୀତ ଆପଣଙ୍କର? ରିସେଣ୍ଟ ହିଁ ଆମର ଗ୍ରହଣ ତ ହିମେଶ ସାଗର ସାନି ନ ତାଙ୍କର ହିଁ ଗୀତ ଆମେ ତୁ ଆଉ ମୁଁ ଆମେ ତ ଥିଲେ ଗୋଟିଏ ଜୀବନ ଗୋଟିଏ ଜୀବନ ତୁ ଥିଲୁ ମୋର ଆତ୍ମା ଆଉ ମୁଁ ଥିଲି ତୋର ପ୍ରାଣ ଥିଲି ତୋର ପ୍ରାଣ জীবন মতে দিলা ধোকা তো বিনা সব লাগে ফিকা যে থাও থাও যাইছি মরি ফেরিয়া ফেরিয়া সারি ফেরিয়া ফেরিয়া সারি फेरिया फेरिया सारी फेरिया फेरिया सारी वाह अच्छा सहदेव आज्ञा हाँ सर जीवन रे गुड़ा स्टेज अपन चढ़ीछन हाँ सर एंता कौन सी स्टेज रे आपनकर मने रहला भलिया किछि घटना आपनकर मने पड़ुछि? सर एबे रिसेंट में गुटे एक्चुअली भुवनेश्वर प्रोग्राम जेथलु हमर नवघन दास सांग टीम जेथनु सेन गुटे संबलपुरी सॉन्ग टे थिला एबे रिसेंट ट्रेनिंग चल लाल मंदर सेन ही गइतली सेन बहुत प्रशंसा मिलथिला अच्छा लाल बंदर हम टिके हमर दर्शक मन को सुनावा ए गोल मुहे लाल बिंदिया चुरा रे निंदिया चाखी चाहनी तोर मुल्की हसी मते कला रसिया तुम लेखे गुरी नाई देखी तमुई पहला करी भल पाइछे जानू छ कि नाही ए धन जानू छ कि नाही लाल मंदारा जी खतरा दिसु छाजी मुकला वाले जे खुची छमली ए लाल मंदारा जी अलगा दिसु छाजी मुकला वाले जे खुची छमली बंधुगण मते तो बने लागला आपण मान को भी निहाती बने लागिथवा सुंदर जने कला साधक संगीत साधक स्वर साधक सहदेव पटेल माँ मायट माँ समली माँ पाटमेश्वरी करू तांकर साधना आउ फलवती हो तांकर आशा पूरण हो ये विश्वास में रखमा ये बिनती कर्मा में माँ मायटर पातले चर्चा खुल्लम खुला खुला मेला जुहार।